ଜୟ ଜଗନ୍ନାଥ। ଜଣାଜଣା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ପ୍ରତ୍ୟେକ ଲୋକଙ୍କର ଘର ହେଉଛି ମନ୍ଦିର ସମାନ। ବେଳେବେଳେ ଏପରି ହୋଇଥାଏ ଯେ ଆମେ ଯେତେ ରୋଜଗାର କଲେ ବି ଶାନ୍ତିରେ ରହିବାକୁ ଚାହିଁଲେ ସେହି ଘରେ ତାହା କେବେ ସମ୍ଭବ ହୋଇନଥାଏ। କାରଣ ଅଜାଣତରେ ଆମେ କିଛି ଛୋଟ ଛୋଟ ଭୁଲ କାମ କରିବସୁ, ଯାହା ଆମ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଫଳରେ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ। ତେଣୁ ଘରେ ସର୍ବଦା ସୁଖ, ଶାନ୍ତି ଓ ସମୃଦ୍ଧି ଆଣିବାକୁ ହେଲେ ଆମର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କିଛି ଉପଦେଶ ଦେଇଥାନ୍ତି, ଯାହା ଆମକୁ ନକାରାତ୍ମକ ଶକ୍ତି ପ୍ରଭାବରୁ ରକ୍ଷା କରିଥାଏ ଏବଂ ଘରେ ସମୃଦ୍ଧି ଆଣିଥାଏ। ତେଣୁ ଆଜି ଆମେ ଆଲୋଚନା କରିବା ଘରେ ସମୃଦ୍ଧି ଆଣିବା ପାଇଁ ଜେଜେମାମାନେ କେଉଁ ସବୁ ଉପଦେଶ ଦେଇଛନ୍ତି। ପ୍ରଥମେ ଆମେ ଜାଣିବା, ସକାଳେ ଶୀଘ୍ର କିଛି ସମୟ ପାଇଁ ଘରେ ଭକ୍ତି ଗୀତ ବଜାଇବାକୁ ଚେଷ୍ଟା କରନ୍ତୁ। ଦ୍ୱିତୀୟରେ, ଆମେ ପୂଜା ସକାଳ 6ଟାରୁ 8ଟା ମଧ୍ୟରେ କରିବା ଉଚିତ। ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ତଳେ ଆସନ ପକାଇ ବସିବା ଉଚିତ। ଆସନଟି କପଡ଼ା, ଝୋଟ କିମ୍ବା ବେଣାରେ ତିଆରି ହେଲେ ଏହା ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ। ତୃତୀୟରେ ହେଉଛି, କେବେ ବି ପବିତ୍ର ଅଗ୍ନିକୁ ଯେପରିକି ଆରତି ଦୀପ, ଧୂପକାଠି ଆପଣଙ୍କ ମୁହଁରେ ଫୁଙ୍କି ଲିଭାନ୍ତୁ ନାହିଁ, କାରଣ ଏଗୁଡ଼ିକ ପବିତ୍ରତାର ପ୍ରତୀକ। ସଂଖ୍ୟା 4, ଠାକୁର ଘର ଦକ୍ଷିଣ ପୂର୍ବ କୋଣରେ, ବିଶେଷ କରି ଆଗ୍ନେୟ କୋଣରେ ଧୂପକାଠି, ଅଗରବତୀ ଏବଂ ଅଗ୍ନି ପୂଜା ସାମଗ୍ରୀ ପାଇଁ ରଖନ୍ତୁ ନାହିଁ। ସଂଖ୍ୟା 5, ଘରେ କେବେ ବି ସିଧା ଠିଆ କରି ଝାଡ଼ୁ ରଖନ୍ତୁ ନାହିଁ। ଏହାକୁ ପାଦରେ ସ୍ପର୍ଶ କରନ୍ତୁ ନାହିଁ କିମ୍ବା ଏହା ଉପରେ ପାଦ ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରେ ସମୃଦ୍ଧି ହ୍ରାସ ପାଇଥାଏ ବୋଲି ବିଶ୍ୱାସ କରାଯାଏ। ସର୍ବଦା ଝାଡ଼ୁକୁ ଦୃଷ୍ଟି ଆଢୁଆଳରୁ ଲୁଚାଇ ରଖନ୍ତୁ। ସଂଖ୍ୟା 6, ପ୍ରଥମ ରୁଟିର ଏକ ଛୋଟ ଖଣ୍ଡ ନିଅନ୍ତୁ। ତା ଉପରେ ଘିଅ କିମ୍ବା ଗୁଡ଼ର ମିଶ୍ରଣ ମିଶାଇ ଏହାକୁ ପବିତ୍ର ନୈବେଦ୍ୟ ଭାବରେ ରୋଷେଇ ଘରର ଚୁଲି କିମ୍ବା ଅଗ୍ନିରେ ଅର୍ପଣ କରନ୍ତୁ। ସଂଖ୍ୟା 7, ଗାଈ ପାଇଁ ପ୍ରଥମ ରୁଟି ରଖନ୍ତୁ। ଏଥିରେ ଘିଅ ଏବଂ ଗୁଡ଼ର ଏକ ଛୋଟ ଖଣ୍ଡ ଲଗାନ୍ତୁ ଏବଂ ଏହାକୁ ଏକ ଗାଈକୁ ଖୁଆଇ ଦିଅନ୍ତୁ। ଏହା ଦେବତାମାନଙ୍କୁ ପ୍ରସନ୍ନ କରେ ଏବଂ ନିଜର ପିତୃପୁରୁଷଙ୍କୁ ଶାନ୍ତି ପ୍ରଦାନ କରେ। ସଂଖ୍ୟା 8, ଘରେ କେବେ ବି ବୁଢ଼ିଆଣୀ ଜାଲ ହେବାକୁ ଦିଅନ୍ତୁ ନାହିଁ। ଏହା ବିଶ୍ୱାସ କରାଯାଏ ଯେ ବୁଢ଼ିଆଣୀ ଜାଲ ଆପଣଙ୍କ ଭାଗ୍ୟ ଏବଂ ପ୍ରୟାସ ଉପରେ ବୁଢ଼ିଆଣୀ ଜାଲ ସୃଷ୍ଟି ହେବ, ଆପଣଙ୍କ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରିବ। ସଂଖ୍ୟା 9, ଜୋତା କିମ୍ବା ଚପଲ ପିନ୍ଧି ରୋଷେଇ ଘରକୁ ପ୍ରବେଶ କରନ୍ତୁ ନାହିଁ କିମ୍ବା ଚୁଲି ପାଖକୁ ଯାଆନ୍ତୁ ନାହିଁ କିମ୍ବା ପିନ୍ଧି ଆପଣଙ୍କ ଖାଦ୍ୟ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପୂର୍ବପୁରୁଷଙ୍କ ଆତ୍ମା ଏବଂ ଦେବୀ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି, ଯାହା ଘରେ ଅଭାବ, ବିନାଶ ଏବଂ ଦାରିଦ୍ର୍ୟକୁ ଆମନ୍ତ୍ରଣ କରିଥାଏ। ସଂଖ୍ୟା 10, ବିଛଣାରେ ବସି କେବେ ବି ଖାଦ୍ୟ ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ଖରାପ ସ୍ୱପ୍ନ ଦେଖାଯାଏ ବୋଲି ବିଶ୍ୱାସ କରାଯାଏ। ସଂଖ୍ୟା 11, ଯଦି ପରିବାରର କୌଣସି ସଦସ୍ୟ କୌଣସି ଶୁଭ କାର୍ଯ୍ୟରେ ଘର ବାହାରକୁ ଯାଆନ୍ତି, ତେବେ ତୁରନ୍ତ ଝାଡ଼ୁ କିମ୍ବା ପୋଛିବା ଉଚିତ ନୁହେଁ। ସଂଖ୍ୟା 12, ଗାଧୋଇବା ସମୟରେ ଗୋଟିଏ ପାଦ ଅନ୍ୟ ଗୋଡ଼ରେ ଘଷିବା ଅତ୍ୟନ୍ତ ଦାରିଦ୍ର୍ୟକୁ ଆମନ୍ତ୍ରଣ କରିଥାଏ ବୋଲି ବିଶ୍ୱାସ କରାଯାଏ। ସଂଖ୍ୟା 13, ମାସର ଯେକୌଣସି ଶୁକ୍ରବାର ଦିନ କ୍ଷୀରି କିମ୍ବା ମିଠା ଖିଚୁଡ଼ି ପ୍ରସ୍ତୁତ କରନ୍ତୁ ଏବଂ ଘରର ପ୍ରତ୍ୟେକ ସଦସ୍ୟ ମିଶିକରି ଖାଆନ୍ତୁ ଏବଂ ଅନ୍ୟମାନଙ୍କୁ ଏହାକୁ ବାଣ୍ଟି ଦିଅନ୍ତୁ। ସଂଖ୍ୟା 14, ଘର ଭିତରେ ଜୋତା
ଏବଂ ଚପଲକୁ ବିଛାଡ଼ି କିମ୍ବା ଓଲଟା ପକାଇ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରେ ଅଶାନ୍ତି ଏବଂ ବିବାଦ ସୃଷ୍ଟି ହୁଏ ବୋଲି ବିଶ୍ୱାସ କରାଯାଏ। ସଂଖ୍ୟା 15 ଅଟା ଚକଟୁଥିବା ସମୟରେ କେବେ ବି ଖାଦ୍ୟ ଖାଇବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଘରେ ଆର୍ଥିକ ଅଭାବ ଆମନ୍ତ୍ରଣ ହୁଏ। ସଂଖ୍ୟା 16 ଆପଣଙ୍କ ତକିଆ ପାଖରେ ଔଷଧ ରଖି ଶୋଇବା ଉଚିତ ନୁହେଁ, ନଚେତ୍ ଆପଣ ଜୀବନସାରା ଔଷଧ ଉପରେ ନିର୍ଭରଶୀଳ ହୋଇପାରନ୍ତି। ସଂଖ୍ୟା 17 ମନ୍ଦିର ପରିସରରୁ ବାହାରିବା ସମୟରେ କେବେ ବି ଘଣ୍ଟି ବଜାଇବେ ନାହିଁ। ଏପରି କରିବା ଦ୍ୱାରା ଦିବ୍ୟ ଶକ୍ତି ଅସନ୍ତୁଷ୍ଟ ହୁଏ ବୋଲି ବିଶ୍ୱାସ କରାଯାଏ। ସଂଖ୍ୟା 18 ଯେତେବେଳେ ମହିଳାମାନେ ଗାଧୋଇବା ପାଇଁ ଶୌଚାଳୟକୁ ଯାଆନ୍ତି, ସେମାନେ ପ୍ରାୟତଃ ଏହି ସମୟରେ ସେମାନଙ୍କର ବିନ୍ଦି କାନ୍ଥରେ ଲଗାଇ ଦିଅନ୍ତି। ଏହି ଅଭ୍ୟାସ ଘରେ ନକାରାତ୍ମକତାକୁ ଆମନ୍ତ୍ରଣ କରେ। ସଂଖ୍ୟା 19 ଆପଣଙ୍କ ମୁଣ୍ଡ ପାଖରେ ପାଣି ଭର୍ତ୍ତି ପାତ୍ର ରଖି ଶୋଇବା ଉଚିତ ନୁହେଁ। ଏହା ମନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଉପୁଜାଏ। ସଂଖ୍ୟା 20 ସୂର୍ଯ୍ୟାସ୍ତ ସମୟରେ ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ କେବେ ବି ଠିଆ ହେବା କିମ୍ବା ବସିବା ଉଚିତ ନୁହେଁ। ସଂଖ୍ୟା 21 ଲୁଣକୁ ସର୍ବଦା ଏକ କାଚ ପାତ୍ରରେ 2ଟି ଲବଙ୍ଗ ମିଶାଇ ରଖିବା ଉଚିତ। ଏହା କରିବା ଦ୍ୱାରା ଘରେ ସର୍ବଦା ସମୃଦ୍ଧି ଆଣିଥାଏ। ସଂଖ୍ୟା 22 ରୋଷେଇ ଘରକୁ ମାତା ଅନ୍ନପୂର୍ଣ୍ଣାଙ୍କ ବାସସ୍ଥାନ ବୋଲି ବିବେଚନା କରାଯାଏ। କୁହାଯାଏ ଯେ କେବେ ବି ଭୁଲରେ ମଧ୍ୟ ରୋଷେଇ ଘରେ ଗୋଟିଏ ବି ଅଇଁଠା ବାସନ ରାତିସାରା ଛାଡ଼ିବା ଉଚିତ ନୁହେଁ। ଯେଉଁ ଘରେ ମହିଳାମାନେ ଏପରି ଅଭ୍ୟାସ କରନ୍ତି, ସେହି ଘରେ କେବେ ବି ପ୍ରକୃତ ଶାନ୍ତି ଓ ସୁଖ ଅନୁଭବ ହୁଏ ନାହିଁ। ସଂଖ୍ୟା 23 ଆପଣଙ୍କ ପର୍ସ କିମ୍ବା ହ୍ୟାଣ୍ଡବ୍ୟାଗ୍ ଆପଣଙ୍କ ପାଖରେ ରଖି ଶୁଅନ୍ତୁ ନାହିଁ। ଏହା କରିବା ଦ୍ୱାରା ଦାରିଦ୍ର୍ୟକୁ ଆମନ୍ତ୍ରଣ କରାଯାଏ ବୋଲି ବିଶ୍ୱାସ କରାଯାଏ। ସଂଖ୍ୟା 24 ଆପଣଙ୍କ ତକିଆ ତଳେ ହାତଘଣ୍ଟା ରଖନ୍ତୁ ନାହିଁ କିମ୍ବା ଆପଣଙ୍କ ବିଛଣାର ସିଧାସଳଖ ବିପରୀତ ଦିଗରେ କାନ୍ଥଘଣ୍ଟା ଟାଙ୍ଗିବା ଉଚିତ ନୁହେଁ। ଏହା କରିବା ଦ୍ୱାରା ଜଣେ ବ୍ୟକ୍ତି ନିରନ୍ତର ଚାପଗ୍ରସ୍ତ ହୁଅନ୍ତି। ସଂଖ୍ୟା 25 ଅତି କମରେ ସପ୍ତାହକୁ ଥରେ ପଥର ଲୁଣ ବା ସନ୍ଧବ ଲବଣ ବ୍ୟବହାର କରି ଆପଣଙ୍କ ଘରର ଚଟାଣ ସଫା କରିବାକୁ ଚେଷ୍ଟା କରନ୍ତୁ। ଏହା ନକାରାତ୍ମକ ଶକ୍ତିକୁ ଦୂର କରିବାରେ ସାହାଯ୍ୟ କରେ। ସଂଖ୍ୟା 26 ମାତା ଲକ୍ଷ୍ମୀ ଏପରି ଘରେ ବାସ କରନ୍ତି ନାହିଁ ଯେଉଁଠାରେ ଘରର ମହିଳା ତାଙ୍କ ସ୍ୱାମୀଙ୍କ ସହିତ କଠୋର ଭାବରେ କିମ୍ବା ଅସମ୍ମାନଜନକ ଭାବରେ କଥା ହୁଅନ୍ତି କିମ୍ବା ତାଙ୍କ ପରିବାରର ସଦସ୍ୟମାନଙ୍କୁ ସମ୍ମାନ ଦେଖାଇବାରେ ବିଫଳ ହୁଅନ୍ତି। ସଂଖ୍ୟା 27 କେହି କେବେ ବି ଅନ୍ୟର ପୋଷାକ ଆଣି ପିନ୍ଧିବା ଉଚିତ ନୁହେଁ, ଯାହା ପୂର୍ବରୁ ଅନ୍ୟ କାହାଦ୍ୱାରା ପିନ୍ଧା ଯାଇଛି। ଏପରି କରିବା ଦ୍ୱାରା କେବଳ ନିଜର ଭାଗ୍ୟ ଦୁର୍ବଳ ହୁଏ ନାହିଁ, ବରଂ ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ। ସଂଖ୍ୟା 28 ଆପଣଙ୍କ ପାଖରେ କୌଣସି ପ୍ରକାରର ତେଲ ରଖି ଶୁଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଜୀବନରେ କଷ୍ଟ ଆସିଥାଏ ବୋଲି ବିଶ୍ୱାସ କରାଯାଏ। ସଂଖ୍ୟା 29 ତାୱାକୁ କେବେ ବି ସ୍ପଷ୍ଟ ଦୃଷ୍ଟିକୋଣରେ ରଖିବା ଉଚିତ ନୁହେଁ। ଏହାକୁ ସର୍ବଦା ଲୁଚାଇ ରଖିବା ଉଚିତ। ଏହାକୁ ଖୋଲା ରଖିବା ଦ୍ୱାରା ରାହୁଙ୍କ ନକାରାତ୍ମକ ପ୍ରଭାବ ପଡ଼ିପାରେ। ସଂଖ୍ୟା 30 ନିୟମିତ ଭାବରେ ଗୀତାର 15ତମ ଅଧ୍ୟାୟ ପାଠ କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ସଂଖ୍ୟା 31